ପରଦିନ ସୁଜିତ ଭାଇ ପରଦିନ ପ୍ରଶ୍ନଟା ପଚାରିଦ ଆଜ୍ଞା 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 ଦି ଦିନ ତଳେ ଗୋଟେ କୋଠିରେ ପଚାରିଥିଲି ପ୍ରଶ୍ନଟା ଆମର 4 ଜଣ କୋଉଠି ଏଇଠି ନାଇଁ ଅନ୍ୟ କୋଠିରେ ରିପିଟ୍ କ୍ୱେଶ୍ଚିନ୍ ଆଜ୍ଞା କେଉଁ ବିଷୟରେ ତବ ରହିଛି ମତି ଚାହିଁ କରି ଅଛନ୍ତି ମୋର ପଣ୍ଡିତ ପନ୍ତି ସୁନ୍ଦର ସଭାରେ କରନ୍ତୁ ବୟାନ ସଭାରେ ଶୁଣିବେ ମୋର ପଣ୍ଡିତ ଜନ ଆଉ ସୁନ୍ଦର ତବ ପ୍ରସନ୍ନ ଦିଅ କହିଣ ଆଜ ସୁନ୍ଦର ତବ ପ୍ରସନ୍ନ ପଚାର ପଚାର ତବ ଅମୃତବାଣୀ ପଚାର ପଚାର ତବ ଅମୃତବାଣୀ ସଭାରେ ଶୁଣିବେ ମୋର ପଣ୍ଡିତ ଶ୍ରେଣୀ ଆଉ ସୁନ୍ଦର ତବ କାହାଣୀ ଆହେ କାହାଣୀ ଆଜ ସୁନ୍ଦର ତବ କାହାଣୀ ପ୍ରଶ୍ନଟା ହେଇଗଲା ଆଜ୍ଞା ମାଙ୍କଡ଼ ଏମିତି ଏମିତି ଟିକେ ଅନେଇଲା ଆକା ନାଇଁ ବପା କହିବା କଥା ଗୋସାଉ ପାଖରେ କହିପାରିବନି ବୀର ହନୁମାନ ପୁଣି ସଙ୍କଟ ମୋଚନ ହେ ସଙ୍କଟ ମୋଚନ ବୃଦ୍ଧ ରୂପେ ହନୁମାନ ଥିବ ଯେ ପଡ଼ିଣ ଆଗକୁ ହୋଇବ ପୁଣି ଭାରତ ସଂଗ୍ରାମ ହେ ଭାରତ ସଂଗ୍ରାମ ପଠାଇଥିବେ ତାହାଙ୍କୁ ଦେବକୀ ନନ୍ଦନ ଭଗବାନ କୃଷ୍ଣ କହିବେ ଆହେ ଭୀମସେନ ଇଏଣେ ଡକାଇ ଆଣିବ ପୁଣି ଅଞ୍ଜନା ନନ୍ଦନ ଏଣୁ ଯାଇ ଡାକି ଆଣିବ ପୁଣି ବୀର ହନୁମନ୍ତ କୃଷ୍ଣଙ୍କୁ ମାନ୍ୟ ହୋଇ ପୁଣି ଭୀମ ଚଳିବ ତ ଖିନି ଖିନା ପର୍ବତରେ ଥିବ ହନୁମନ୍ତ ଖିନି ଖିନା ପର୍ବତରେ ଥିବ ହନୁମନ୍ତ ବୀର ଭୀମସେନ ପୁଣି ଚଳିବ ତୁରନ୍ତ ଭୀମ ଆସିବାର ପୁଣି ଜାଣିବେ ହନୁମାନ ବୃଦ୍ଧ ରୂପକୁ ପୁଣି କରିଥିବେ ଧାରଣ ଲାଞ୍ଜଟା ପୁଣି ଥିବେ ଲମ୍ବାଇ କରି ଭୀମ ବୋଲିବ କାଳେ ନହେଲେ ମାରିବି ବିଚାରି ହଉନି କେଉଁଟା ହଉନି ବେଲେ ଏମିତି ମୁଣ୍ଡ କୁଣ୍ଡଉଥିବେ ଏମିତି ହେଉଥିବେ ମୁଁ ଉଠି ପାରୁନି ଟେକି ପାରୁନି ବେଲେ ଆକେ ଲାଞ୍ଜଟାକୁ ଭୀମସେନ ଉଠେଇ ପାରିବ ଆପଣଙ୍କର କଥାକୁ ମୋର ହଉନି ଅନ୍ୟ କେଉଁ ଦିଗରେ ଅଛି କୁହନ୍ତୁ ହଁ ନହେଲେ ଆସିଅଛ କି ଯେ ବୀର ହନୁମନ୍ତ ରାମ ଲକ୍ଷ୍ମଣକୁ ନେଲା ଦେଖ ମହି ରାବଣ ହନୁମାନ ଆଜ୍ଞା ହନୁମାନ ଯେ ଆପଣ କହିବାର ଅଛି ନା ଏଣୁ ବୀର ହନୁମାନ ପବନର ବଳା ମନ କର୍ଣ୍ଣ ଦେଇ ଶୁଣ ହେ ପଣ୍ଡିତେ ପରା
ରାମଚନ୍ଦ୍ରଙ୍କର ପୁଣି ପରମ ଭକ୍ତ ଯାର ନାମ ପୁଣି ବୀର ହନୁମନ୍ତ କୋଠେ ମୁଣ୍ଡକୁ କୁଣ୍ଡାଇ ପୁଣି ଯେ ବସିଛି ମନ କର୍ଣ୍ଣ ଦେଇ ଶୁଣ ମୋ ପଣ୍ଡିତ ପନ୍ତି ମହାଭାରତ କହିଲି ନ କରିଦେଲ ନାସ୍ତି ରାମାୟଣରୁ ମୁଇଁ କରୁଅଛି ଗତି କେତେ ଅଭିନୟ କରିଅଛନ୍ତି ପବନର ବଳା ଯୋଉଦିନ ବ୍ରାହ୍ମଣ ରୂପ ହୋଇ ଚଳିବେଟି ପରା ଏଦିକେ କହିଲେ କି ଦବ ପାଇବ ମନ। ଆଜ୍ଞା ମୋର ଗୋଟେ ପ୍ରଶ୍ନରେ ଦିଟା ପ୍ରଶ୍ନ ଅଛି ଗୋଟେ ପ୍ରଶ୍ନରେ ଦିଟା ପ୍ରଶ୍ନ ଦିଟା ମୁଁ ପ୍ରଥମେ ମୁଣ୍ଡଟା କୁଣ୍ଡେଇଲି ମୁଣ୍ଡ କୁଣ୍ଡା କିଏ ମୁଣ୍ଡ କୁଣ୍ଡଉଛି ନା ବାନର ଜାତି ବାନର ଜାତି ମୁଣ୍ଡ ଦେହ ଚାରିଆଡ଼େ କୁଣ୍ଡ ଏଇଟା ମୁଁ କ'ଣ କଲି ଜାଣିଛନ୍ତି ନା ଏଇଟା ମୁଁ ଚିନ୍ତା କଲି କ'ଣ ପାଇଁ ହେଲି ଚିହ୍ନି ପାରିଲିନି ମୋ ପ୍ରଶ୍ନଟା ହେଉଛି ଏଇଟା କାହିଁକି ନା ଯୋଉଦିନ ସୀତା ଠାବ କରିବାକୁ ଯିବେ ହନୁମନ୍ତ ଏତେ ଦୂର ଯାଉନି ଆଜ୍ଞା ସେଇଟା ଚିନ୍ତା କରିବେ ଆହୁରି ଆଗକୁ ଯିବ ଆହୁରି ଆଗକୁ ହଁ ଗୋଟେ ପ୍ରଶ୍ନରେ ଦିଟା ପ୍ରଶ୍ନ ଅଛି ଏଣୁ କି ବୁଦ୍ଧି କରିବି ଭାବିବେ ହନୁମନ୍ତ ମନ କର୍ଣ୍ଣ ଦେଇ ଶୁଣ ମୋହର ପଣ୍ଡିତ ସେତୁବନ୍ଧଠାରେ କିଏ ରହିଅଛି ମନ କହିଲେ ଯୋଉଦିନ ଲଙ୍କା ପଡ଼ିବେ ନନ୍ଦନ କେତେ ଦୂର ଲଙ୍କା ପଡ଼ିକିରି ଆଉ ଟିକେ ଫଳ ଖାଇବାକୁ ଯିବେ ଆଉ ଟିକେ ଆଗକୁ ଯାଉନ ତମେ ଗୋଟେ କାମ କର ଶୁଣ ଲଙ୍କା କାଣ୍ଡକୁ ଯା ଏଣୁ ମନ କର୍ଣ୍ଣ ଦେଇ ଶୁଣ ମୋହର ସୌଜନ୍ୟ ଏଣେ ରାମ ରାବଣର ଲାଗିଲା ସଂଗ୍ରାମ ଯୋଉଦିନ ଇନ୍ଦ୍ରଜିତକୁ ବଧ କରିବେ ଲକ୍ଷ୍ମଣ ରାଗରେ କୋପ ମୂର୍ତ୍ତି ପୁଣି ହେବ ଦଶାନନ ହସ୍ତରେ ଧରିବ ପୁଣି ଅମୋଘ ଶକତି ମନ କର୍ଣ୍ଣ ଦେଇ ଶୁଣ ମୋର ପଣ୍ଡିତ ପନ୍ତି କୁଳକ୍ଷୟ ପୁଣି ଜାନାମ ଅଟେ ବିଭୀଷଣ ବିଭୀଷଣ ଉପରକୁ ଫୋପାଡ଼ିବ ବାଣ ବିଭୀଷଣ ପାଖରେ ଯେ ଥିବେ ଲକ୍ଷ୍ମଣ ଠିକ ବିଭୀଷଣକୁ ଆଡ଼ କରିଣ ନିଜେ ଛାଚି ଦେଖାଇ ଦେବେ ବୀର ଲକ୍ଷ୍ମଣ କାହିଁକି ନା ଭାଇ ରାମ ଶରଣ ରଖିଛନ୍ତି ଯଦି ମରିବା ଆମକୁ ଅପମାନ ହେବ ନିଜେ ଛାଚି ଦେଖାଇଲେ ଏଣୁ ଶକ୍ତିଭେଦ ହୋଇଗଲେ ବୀର ଲକ୍ଷ୍ମଣ ବାନର ସୈନ୍ୟରେ ଚହଳ ଯେ ଗଲା ପଡ଼ିଣ ଏଣୁ ମନ ଦେଇ ଶୁଣ ମୋ ପଣ୍ଡିତ ଶ୍ରେଣୀ ସମସ୍ତେ ସେଦିନ ପୁଣି କାନ୍ଦିଲେ ଜାଣି ଶେଷ କଦିକି ଉଠାଇବ ଆସିନ ଯେ ରାମ ନେଇକିରି ସେ ନେଉଛି ଆଜ୍ଞା ଆଜ୍ଞା ଗୋଟେ କଥା ହେଉଛି କାହିଁକି ନା ପର୍ବତ ଧରି ଠିକା କରିକିରି ପର୍ବତ ଧରି ପୁଣି ଯାଉଅଛି ବୀର ହନୁମନ୍ତ ଇଏ ଅଯୋଧ୍ୟା ବାଟରେ ଗଲେ ପୁଣି ବିପଦ ନାହିଁ ତ ଲଙ୍କା ବାଟେ ଗଲେ ସଂଗ୍ରାମ ହେଇ ରାତି ପାଇଯିବ ଆକାଶରେ ଧରି ପୁଣି ଯାଉଛି ପର୍ବତ ନନ୍ଦୀଗ୍ରାମ ବାଟେ ଯାଉଛି ପବନର ସୁତ ରାମଙ୍କ କଠାଉ ରଖି ପୂଜୁଛି ଭରତ ଉପରକୁ ଦୃଷ୍ଟି ପକାଇ ଦେଲା ତ ଅଶୀ ମହଣର ଯେ ଥିଲା ବାଟୁଳି ଆକର୍ଣ୍ଣ ଓଟାରି ବାଟୁଳି ଛାଡ଼ିଲେ ବିଚାରି ହନୁର କପାଳରେ ବାଜିଗଲା ବାଟୁଳି ରାମ ନାମ କହି ତଳେ ଗଲେ ପୁଣି ଲୋଟି ରାମ ନାମ ଶୁଣି ସେଦିନ ରାମ ନାହିଁ ପର୍ବତ ଧରିକି ପର୍ବତ ଧରି ଧରି ଧୀରେ କରିଲେ ଗତି ମୁଖରେ ରାମ ନାମ ଜପୁଛନ୍ତି ପର୍ବତକୁ ଥୋଇ ପୁଣି ଯେ ବୀର ହନୁମନ୍ତ ନାଇଁ ହଁ ବୁଝିଲେ ନା ଆଜ୍ଞା ରାମଚନ୍ଦ୍ର ପ୍ରଭୁ ରାମଚନ୍ଦ୍ର ଭଗବାନ ଶିବ ଆକା ମାରିପାରେ ହନୁମାନଙ୍କୁ କିନ୍ତୁ ଭରତ ଇନୁ ଗୋଟେ ବାଟୁଳି ମାରିଲା ହନୁମାନ ପଡ଼ିଗଲା ହନୁମାନ ଆଶ୍ଚର୍ଯ୍ୟ ହେଲା କିଏ ଗୋଟେ ଲୋକ ସୃଷ୍ଟି ହେଲା ମୋତେ ବାଟୁଳିରେ ମାରିଦେଲା ସେ ଚିନ୍ତା କରିପାରିଲାନି ଭାଇଙ୍କର ମୁଁ ପ୍ରଶ୍ନ କାଟୁନି ମୁଁ ତାଙ୍କୁ କହୁନି ଭୁଲ ଟିକେ
ହନୁମାନ ମାଡ଼ରେ ହନୁମାନଙ୍କ ବାଟୁଳି ମାଡ଼ରେ ଭରତଙ୍କ ବାଟୁଳି ମାଡ଼ରେ ହନୁମାନ ପଡ଼ିଗଲେ। ଶୁଣନ୍ତୁ ଶୁଣନ୍ତୁ ସିଏ ହନୁମାନ ଚିନ୍ତା କଲେ ସେ ପୁରୁଷଟା କିଏ ଏତେ ମୋତେ ମାଡ଼ ମାରିଲାରେ ମୁଁ ପଡ଼ିଗଲି। ସେଇଠି ନିଜେ ଭଗବାନ ହନୁମାନ ଭରତ ଭାଇକି କହିଛନ୍ତି ଏ କଥାଟା କନା ଯେ ମୋ ଭାଇକି କନା ମୋ କନା। ସେଇଠି ସେଇଠି ହନୁମାନ ଚିନ୍ତା କଲା ମୁଁ କହିଦେଉଛି ମୋ ପ୍ରଶ୍ନଟା କହିଦେଉଛି ଆଜ୍ଞା। ଯେତେବେଳେ ଶକ୍ତିଭେଦ ହେଲା ଶକ୍ତିଭେଦ ହେଲରୁ ପଠେଇଲେ ଗନ୍ଧମାର୍ଦ୍ଦନ ଆଣିବାକୁ। ଗନ୍ଧମାର୍ଦ୍ଦନ ଆଣିବାକୁ ଗଲରୁ ସିଏ ଚିହ୍ନି ପାରିଲାନି। ସିଏ ପାହାଡ଼ ଅଗର ଧରି ପଳେଇଲା। ଧରି ପଳେଇଲା ପରେ ଆଉ ଥରେ ଭରତ ଯେତେବେଳେ ଆସିଲେ ବାଟୁଳି ମାରିଲେ ତଳେ ପଡ଼ିଗଲା ମୂର୍ଚ୍ଛା ହେଲା। ମୂର୍ଚ୍ଛା ହେଇକି ଉଠିଲା ପରେ ଦେଖିଲା ପରେ ସିଏ ଆଉ ଥରେ ଭରତକୁ ବି ଚିହ୍ନି ପାରିଲାନି। କେମିତି ଚିହ୍ନି ପାରିଲାନି ନା ଲଙ୍କାରେ ରାମଚନ୍ଦ୍ର ଅଛି ଆଉ ଗୋଟେ ରାମ ଏଠି କୁଆଡ଼େ ଆଇଲା ଚିହ୍ନି ପାରିଲାନି। ଏଇଟା କଥାଟା